हाय पिलामाने समस्तଙ୍କୁ ଓଡ଼ିଆ ସାର୍ ୱେବ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ନବମ ଶ୍ରେଣୀ ପିଲାମାନଙ୍କ ପାଇଁ। ସମସ୍ତେ ଜାଣିଥିବ ଗତ 2 ତାରିଖ ସନ୍ଧ୍ୟାରେ ଆମେ ଏକ ଅନଲାଇନ୍ ଟେଷ୍ଟ କରିଥିଲେ ନବମ ଶ୍ରେଣୀର, ଯେଉଁଥିରେ କି କାହା ମୁଖ ଅନାଇ ବଞ୍ଚିବି, ପଦ୍ମ ଏବଂ ଭାଷା ଓ ଜାତୀୟତା ପାଠରୁ ମୋଟ 30ଟି MCQ ପ୍ରଶ୍ନ ଆସିଥିଲା। ସେହି ପ୍ରଶ୍ନପତ୍ର ଉପରେ ଏବେ ଆମେ ଆଲୋଚନା କରିବା। ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହୋଇନ, ମୁଁ ଡେସ୍କ୍ରିପ୍ସନ୍ରେ ତା'ର ଲିଙ୍କ୍ ସେୟାର କରିଛି, ତୁମେ ଜଏନ୍ ହୋଇପାରିବ। ଆଗକୁ ଅନଲାଇନ୍ ଟେଷ୍ଟ ମଧ୍ୟ କରାଯିବ, ସେହି ଉପରେ ଇନଫର୍ମେସନ୍ ପାଇପାରିବ। ଚାଲ ବିଳମ୍ବ ନକରି ଆରମ୍ଭ କରିବା ଆଜିର ଭିଡ଼ିଓ। ପ୍ରଥମ ପ୍ରଶ୍ନ, ପଦ୍ମ କବିତାଟିରେ ସୌନ୍ଦର୍ଯ୍ୟ ପଦ ସହିତ ଆଉ କ'ଣ ସମ୍ମିଶ୍ରିତ ହୋଇ ରହିଛି? ଉତ୍ତର ହେବ ଈଶ୍ୱରାନୁଭୂତି। ନମ୍ବର 2, କେଉଁ ଭାଷା ସ୍ୱୀକାର ନ କରିବା ଯାଏ କାହାରିକୁ ଯୁକ୍ତରାଷ୍ଟ୍ରରେ ପ୍ରଜାର ଅଧିକାର ଦିଆଯାଏ ନାହିଁ? ଇଂରାଜୀ। ନମ୍ବର 3, ଯଶୋଦା କୃଷ୍ଣଙ୍କ ଆଖିରେ କ'ଣ ଲଗାଇ ଦିଅନ୍ତି? ଅଞ୍ଜନ। ନମ୍ବର 4, କୃଷ୍ଣ କେଉଁ ସ୍ଥାନକୁ ଉଠି ପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି? ପାବଚ୍ଛକୁ। ନମ୍ବର 5, କବି କୋଟି ଲାବଣ୍ୟନିଧି ବୋଲି କାହାକୁ ସମ୍ବୋଧନ କରିଛନ୍ତି? ପଦ୍ମକୁ। 6 ନମ୍ବର, ପଦ୍ମ କବିତାଟି କବିଙ୍କ ରଚିତ କେଉଁ ପୁସ୍ତକରୁ ସଂଗୃହୀତ? ଉତ୍ତର ହେବ ଛାନ୍ଦମାଳା। 7 ନମ୍ବର, ପ୍ରକୃତରେ ଏ ଜାତୀୟ ସମସ୍ୟା ଭାରତ ପକ୍ଷେ କ'ଣ ବଡ଼ ଗୁରୁତର? 8 ନମ୍ବର, ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା କ'ଣ? ଭାଷାର ଏକତା। ନମ୍ବର 9, ଭାଷାର ଏକତା ଥିଲେ କ'ଣ ସୁନିଶ୍ଚିତ ହେବ? ଭାବର ଏକତା। ନମ୍ବର 10, ପଦ୍ମ ହସ ହସ ବଦନରେ କାହାକୁ ଅନାଇ ରହିଥାଏ? ଦିବାକରଙ୍କୁ। 11 ନମ୍ବର, କେଉଁ ଭାଷା ଭାରତରେ ବହୁଳ ସ୍ୱାତନ୍ତ୍ର୍ୟ ମଧ୍ୟରେ ସୁନ୍ଦର ସୁଦୃଢ଼ ଏକତା ରଖୁଥିଲା ଓ ଆଜି ଯାଏ ରଖିଛି? ଉତ୍ତର ସଂସ୍କୃତ ଭାଷା। 12 ନମ୍ବର, ପଦ୍ମର ହୃଦୟରେ କ'ଣ ପରିପୂର୍ଣ୍ଣ ହୋଇ ରହିଛି? ମକରନ୍ଦାମୃତ। 13 ନମ୍ବର, ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମକୁ କ'ଣ କୁହାଯାଏ? ଉତ୍ତର ଚତୁଃସମ। 14 ନମ୍ବର, ଦିବାକର ପଦ୍ମ ମୁଖରେ ଅବିରତ କ'ଣ ଢାଳୁଥାନ୍ତି? ଉତ୍ତର ହେବ ଜ୍ୟୋତିଧାରା। 15 ନମ୍ବର, କୃଷ୍ଣ ତାଙ୍କ ପିତାଙ୍କୁ କ'ଣ ମାଗନ୍ତି? ଉତ୍ତର ହେବ ଆକାଶର ଚନ୍ଦ୍ର। 16 ନମ୍ବର, ସରସୀର ଜଳ କେଉଁ ବର୍ଣ୍ଣ ଧାରଣ କରିଛି? ସୁନୀଳ ବର୍ଣ୍ଣ। 17 ନମ୍ବର, ଭାରତ ଜାତୀୟତା ପ୍ରତିଷ୍ଠା ପାଇଁ କେହି କେବଳ ଅତୀତ ଆଡ଼କୁ ଚାହିଁ ଅଛନ୍ତି କାହିଁକି? ଉତ୍ତର ହେବ ପ୍ରେରଣା ପାଇବା ଲାଗି। 18 ନମ୍ବର, ଆଜି ସମସ୍ତେ କେଉଁଥିପାଇଁ ବ୍ୟାକୁଳ? ଉତ୍ତର ହେବ ଭାରତୀୟ ଜାତୀୟତା ପାଇଁ। 19 ନମ୍ବର, ପଦ୍ମର ଦର୍ଶନରେ ମନ କେଉଁ ରସରେ ମଗ୍ନ ହୋଇଯାଏ? ବିମଳ ପ୍ରେମ ରସରେ। 20 ନମ୍ବର, କୃଷ୍ଣ ଶୋଇଥିବା ବେଳେ ଚମକି ଉଠୁଥିଲେ କାହିଁକି? ଉତ୍ତର ହେବ ଭୟଙ୍କର ସ୍ୱପ୍ନ ଦେଖିବା ହେତୁ। 21 ନମ୍ବର, ସ୍ନେହ କରୁଣା ଭକ୍ତିକୁ କବି କି ରସ ବୋଲି କହିଛନ୍ତି? ପବିତ୍ର ରସ। 22 ନମ୍ବର, ଟିକେ ତଳେ ଦେଖିଲେ ଭାବ ଓ ସଭ୍ୟତାର ମୂଳରେ କ'ଣ ରହିଥିବାର ଦେଖାଯିବ? ଉତ୍ତର ଭାଷା। 23 ନମ୍ବର, ଯଶୋଦା ଶ୍ରୀକୃଷ୍ଣଙ୍କ କେଶବନ୍ଧନ କରି କେଉଁଥିରେ ସୁବେଶ କରୁଥିଲେ? ଉତ୍ତର କୁସୁମରେ। 24 ନମ୍ବର, ଭାଷା ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକଙ୍କ ନାମ କ'ଣ? ଗୋପବନ୍ଧୁ ଦାସ। 25 ନମ୍ବର, କୃଷ୍ଣ କ'ଣ ଦେଖି ଘରୁ ପଳାଇ ଯାଆନ୍ତି? ଉତ୍ତର କାନ୍ଧରେ ଥିବା ଭୟଙ୍କର ଚିତ୍ରପନ୍ତି। 26 ନମ୍ବର, ଆଜି ଭାରତରେ କେଉଁ ସ୍ୱାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇଯାଉଛି? ଉତ୍ତର ପ୍ରାଦେଶିକ ସ୍ୱାତନ୍ତ୍ର୍ୟ। 27 ନମ୍ବର, ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ, ଏଠାରେ ହରି ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଚାନ୍ଦ। 28 ନମ୍ବର, କାହା ମୁଖ ଅନାଇ ବଞ୍ଚିବି କବିତାଟି କେଉଁ କାବ୍ୟର ଅଂଶବିଶେଷ? ମଥୁରା ମଙ୍ଗଳ। 29 ନମ୍ବର, କୃଷ୍ଣଙ୍କ କାନରେ କ'ଣ ଶୋଭା ପାଏ? ଉତ୍ତର ସୁବର୍ଣ୍ଣକୁଣ୍ଡଳ। 30 ନମ୍ବର, ପଦ୍ମର ଶୁଭ୍ରତନୁ କେଉଁ ରଙ୍ଗରେ ରଙ୍ଗିତ ହୋଇଛି? ଉତ୍ତର ଶ୍ୱେତଲୋହିତ। ପିଲାମାନେ, ଇଏ ଥିଲା ଗତ ଟେଷ୍ଟର 30ଟି MCQ ପ୍ରଶ୍ନ। ଏହି 3ଟି ପାଠରୁ ପଦ୍ମ, କାହା ମୁଖ ଅନାଇ ବଞ୍ଚିବି, ଭାଷା ଓ ଜାତୀୟତାରୁ। ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିବ, ଆଗାମୀ ଏକ୍ଜାମ୍ ମାନଙ୍କରେ ସହାୟକ ହେବ ବୋଲି ଆଶା କରେ। ଯଦି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଲାଇକ୍ କରିବ, କେମିତି ଲାଗିଲା କମେଣ୍ଟରେ ଜଣାଇବ। ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହୋଇନ, ମୁଁ ତା'ର ଲିଙ୍କ୍ ମଧ୍ୟ ସେୟାର କରିଛି, ଡେସ୍କ୍ରିପ୍ସନ୍ରେ ଅଛି, ତୁମେ ସିଧାସଳଖ ଜଏନ୍ ହୋଇପାରିବ। ଏବଂ ଏହି ଭିଡ଼ିଓଟି ନିଜ ସାଙ୍ଗସାଥିମାନଙ୍କୁ ସେୟାର କର, ସେମାନେ ମଧ୍ୟ ଜାଣିପାରିବେ ଅନଲାଇନ୍ ଟେଷ୍ଟ ବିଷୟରେ ଏବଂ ଗ୍ରୁପ୍ରେ ମଧ୍ୟ ଜଏନ୍ ହୋଇପାରିବେ।
पुणी देखा हेबा आउ एक भिडियो समस्त को बहुत बहुत धन्यवाद।